যিশু ମୋ ପ୍ରାଣର ବନ୍ଧୁ, ତୁମେ ବିନା ଦୟା ସିନ୍ଧୁ। ଭାଗେ ମୋର କାନ୍ଦେ ମୋ ଅନ୍ତର, ଭାଗେ ମୋର କାନ୍ଦେ ମୋ ଅନ୍ତର। ନୀଳମୂଲତକ ବିନ୍ଦୁ, ତୁମେ ବିନା ଦୟା ସିନ୍ଧୁ। প্রিয় শ্রোতা, এই বিষয়ক্রমর 49তম ভাগକୁ ଆପଣଙ୍କୁ ସ୍ୱାଗତ। ମାଥ୍ୟୁ ଲିଖିତ ସୁସମାଚାର 8 ଅଧ୍ୟାୟର 22 ପଦରେ ଏହିପରି ଆମେ ପାଠ କରୁ, କିନ୍ତୁ ଯୀଶୁ ତାହାଙ୍କୁ କହିଲେ, ମୋହର ଅନୁଗମନ କର। ମୃତମାନଙ୍କୁ ଆପଣା ଆପଣା ମୃତ ଲୋକଙ୍କୁ ସମାଧି ଦେବା ପାଇଁ ଛାଡ଼ିଦିଏ। ଏଇଠାରେ ପ୍ରଭୁ ଯୀଶୁ ଆପଣ ଶିଷ୍ୟ ହେବାକୁ ଆଗ୍ରହୀ ଜଣେ ବ୍ୟକ୍ତିଙ୍କୁ କହନ୍ତି, ମୋହର ଅନୁଗମନ କର। ଏହା ଏକ ଆଜ୍ଞା ତଥା ଏକ ମାର୍ଗଦର୍ଶିକା ମଧ୍ୟ। ଯେଉଁମାନେ ପ୍ରଭୁ ଶ୍ରୀଖ୍ରୀଷ୍ଟଙ୍କଠାରେ ବିଶ୍ୱାସ କରିଛନ୍ତି ସେମାନଙ୍କ ନିମନ୍ତେ ଏହା ଏକ ଆଜ୍ଞା। ଅନ୍ୟମାନଙ୍କ ନିମନ୍ତେ ଏହା ଏକ ନିମନ୍ତ୍ରଣ, ଆହ୍ୱାନ ଅଟେ। ଏହି କଥା ସତ୍ୟ ଯେ ପ୍ରଭୁ ଲୋକମାନଙ୍କୁ ଆପଣ ନିକଟକୁ ଡାକନ୍ତି, ଯେପରି ସେମାନେ ତାହାଙ୍କୁ ଚିହ୍ନିବେ ଓ ତାହାଙ୍କଠାରେ ବିଶ୍ୱାସ କରିବେ। ପୁଣି ଯେଉଁମାନେ ବିଶ୍ୱାସ କରନ୍ତି ସେମାନଙ୍କୁ ସେ ତାହାଙ୍କ ଅନୁଗମନ କରିବା ନିମନ୍ତେ ଆଜ୍ଞା ଦିଅନ୍ତି। ତେବେ ସେ ଅନ୍ୟମାନଙ୍କୁ କାହିଁକି ନିମନ୍ତ୍ରଣ କରନ୍ତି? ପ୍ରଥମତଃ, ଯେପରି ଆମ୍ଭେମାନେ ତାହାଙ୍କଠାରୁ ଶିକ୍ଷା କରିବା ଏବଂ ତଦନୁସାରେ ଆଚରଣ କରିବା। ଦ୍ୱିତୀୟତଃ, ଯେପରି ଆମେ ଆମର ମନ୍ଦ ସ୍ୱଭାବ ପରିତ୍ୟାଗ କରି ତାହାଙ୍କ ଇଚ୍ଛାନୁସାରେ ଆଚରଣ କରିବା। ତୃତୀୟତଃ, ଯେପରି ଆମର ପୁରାତନ ସ୍ୱଭାବ ପରିତ୍ୟାଗ କରି ପ୍ରେମ, ନମ୍ରତା, କ୍ଷମାଶୀଳ ହୋଇ ନୂତନ ଭାବେ ଜୀବନଯାପନ କରିବା। ପ୍ରିୟ ଶ୍ରୋତା, ଆଜି ଯାଏ ଅନେକ ପ୍ରଭୁ ଶ୍ରୀଖ୍ରୀଷ୍ଟଙ୍କଠାରେ ବିଶ୍ୱାସ କରିଛନ୍ତି, ପୁଣି ତାହାଙ୍କର ଅନୁଗମନ କରିଛନ୍ତି। ମାତ୍ର ଦୁଃଖର କଥା ଏହା ମଧ୍ୟ ଅଟେ ଯେ କେହି ତାହାଙ୍କୁ ପରିତ୍ୟାଗ କରି ତାହାଙ୍କର ଅନୁଗମନ ଆଉ କଲେ ନାହିଁ। ପ୍ରିୟ ବନ୍ଧୁ, ଆଜିକି ଆପଣ ଏହି ଆଜ୍ଞା, ଆହ୍ୱାନ ଓ ନିମନ୍ତ୍ରଣ ଗ୍ରହଣ କରିବେ? ଆଜିକି ଆପଣ ତାହାଙ୍କର ଅନୁଗମନ କରିବେ? ଜନ୍ ଲିଖିତ ସୁସମାଚାର 10 ଅଧ୍ୟାୟର 26 ପଦରୁ ପ୍ରଭୁ ଶ୍ରୀଖ୍ରୀଷ୍ଟ ଏହି ପ୍ରକାର କହନ୍ତି, କିନ୍ତୁ ତୁମ୍ଭେମାନେ ବିଶ୍ୱାସ କରୁନାହଁ, କାରଣ ତୁମ୍ଭେମାନେ ମୋହର ପଲର ମେଷ ନୁହଁ। ମୋ ମେଷ ସବୁ ମୋହର ସ୍ୱର ଶୁଣନ୍ତି ଓ ମୁଁ ସେମାନଙ୍କୁ ଜାଣେ, ଆଉ ସେମାନେ ମୋହର ପଛେ ପଛେ ଚାଲନ୍ତି। ପୁଣି ମୁଁ ସେମାନଙ୍କୁ ଅନନ୍ତ ଜୀବନ ଦିଏ, ଆଉ ସେମାନେ କଦାପି କେବେ ବିନଷ୍ଟ ହେବେ ନାହିଁ। ପୁଣି କେହି ମୋ ହସ୍ତରୁ ସେମାନଙ୍କୁ ହରଣ କରିବ ନାହିଁ। ତେବେ ହେ ପ୍ରିୟ ଶ୍ରୋତା, ଆସନ୍ତୁ, ଯେଉଁ ସବୁ ଅନୁଚିତ ବିଷୟ, ଯେଉଁ ସବୁ ପାପ ଆପଣଙ୍କର ପଥରେ ବାଧା ସୃଷ୍ଟି କରୁଛି ତାହାକୁ ଏଡ଼ାଇ ଆପଣଙ୍କର ସମ୍ମୁଖରେ ଯାଉଥିବା ସେହି ପଥ ପ୍ରଦର୍ଶକଙ୍କ ଅନୁଗମନ କରନ୍ତୁ ତଥା ତାହାଙ୍କ ଅଧିକ ନିକଟବର୍ତ୍ତୀ ହୋଇ ଚାଲନ୍ତୁ ଏବଂ ଏହା ଜ୍ଞାତ ହୁଅନ୍ତୁ ଯେ କିଏ।